ଓଡ଼ିଶା ସିଟି ପ୍ରବେଶିକା ପରୀକ୍ଷା 2026 ଉପରେ ଏହା ହେଉଛି ଏକ ସଂକ୍ଷିପ୍ତ ସମୀକ୍ଷା। ଆପଣ ଯଦି ଜଣେ ପ୍ରାଥମିକ ଶିକ୍ଷକ ହେବାକୁ ଚାହୁଁଛନ୍ତି, ତେବେ ସିଟି ବା ସାର୍ଟିଫିକେଟ୍ ଇନ୍ ଟିଚିଂ ପରୀକ୍ଷା ଆପଣଙ୍କ ପାଇଁ ପ୍ରଥମ ପାହାଡ଼। ଆଉ ଦେଖନ୍ତୁ, ନୂଆ ଶିକ୍ଷାନୀତି ଯୋଗୁଁ ଏଥର କିଛି ବଡ଼ ପରିବର୍ତ୍ତନ ହୋଇଛି, ତେଣୁ ଆସନ୍ତୁ ଏହାର 3ଟି ମୁଖ୍ୟ ବିଷୟ ଉପରେ ନଜର ପକାଇବା। ହଉ, ତେବେ ପ୍ରଥମ କଥା ହେଲା ସମୟ। 2026 ପରୀକ୍ଷା ପାଇଁ ଆବେଦନ କେବେଠୁ ଆରମ୍ଭ ହେବ? ସମ୍ଭବତଃ ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ। ଆଉ ପରୀକ୍ଷା ହେବ ମେ କିମ୍ବା ଜୁନ ମାସରେ। ତେଣୁ ବେଶୀ ସମୟ ନାହିଁ, ପ୍ରସ୍ତୁତି ଜୋରସୋରରେ କରିବାକୁ ପଡ଼ିବ। ଦ୍ୱିତୀୟରେ, ଯୋଗ୍ୟତା। ଏଇଟା ସବୁଠୁ ବଡ଼ କଥା, ଠିକ୍ ନା? ଏଥର ଏକ ବଡ଼ ପରିବର୍ତ୍ତନ ହୋଇଛି। ପ୍ରାଥମିକ ଶିକ୍ଷକ ପାଇଁ ସର୍ବନିମ୍ନ ଯୋଗ୍ୟତା ଏବେ +2 ବା ଦ୍ୱାଦଶ ଶ୍ରେଣୀ। ସାଧାରଣ ବର୍ଗ ପାଇଁ ଆପଣଙ୍କୁ 50% ମାର୍କ ଦରକାର। ଆଉ ଯଦି ଆପଣ ଏସ୍ଏସ୍ସି, ଏସ୍ଟି କିମ୍ବା ଏସ୍ସିବିସି ବର୍ଗର, ତେବେ 45% ମାର୍କ ରଖିବା ବାଧ୍ୟତାମୂଳକ। ଆଉ ଶେଷରେ, କଟ୍ ଅଫ୍ କ'ଣ କହୁଛି? ଆମକୁ ଗୋଟେ ଆଇଡିଆ ତ ଦରକାର। 2025ର ଉଦାହରଣ ନେଲେ, ବିଜ୍ଞାନ ବିଭାଗରେ ସାଧାରଣ ବର୍ଗର କଟ୍ ଅଫ୍ ଥିଲା 43.6 ଛାଡ଼ି। ଏହାର ଅର୍ଥ ଆପଣଙ୍କୁ 45ରୁ ଅଧିକ ମାର୍କ ପାଇଁ ଟାର୍ଗେଟ କରିବାକୁ ପଡ଼ିବ। ଆଉ ଗୋଟେ କଥା, ପୂର୍ବ ବର୍ଷର ପ୍ରଶ୍ନପତ୍ରରୁ ବି କିଛି ପ୍ରଶ୍ନ ସିଧାସଳଖ ଆସିପାରେ। ତେବେ ଏହି ନୂଆ ଯୋଗ୍ୟତା ଓ ସମ୍ଭାବ୍ୟ ସମୟକୁ ଧ୍ୟାନରେ ରଖି ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ।